ନମସ୍କାର ସାଙ୍ଗମାନେ। ଜୀବନର 9ଟି ଗୁପ୍ତ ଓ ନିରାଟ ରହସ୍ୟ। ନମ୍ବର 1, ଲୁଚାନ୍ତୁ। ଆପଣଙ୍କ ପଇସା ଓ ବୟସକୁ ଲୁଚେଇକି ରଖନ୍ତୁ। ନମ୍ବର 2, ପିଅନ୍ତୁ। କ୍ଷୀର ଠିଆ ହୋଇକି ପିଅନ୍ତୁ ଏବଂ ପାଣି ଓ ଔଷଧ ବସିକି ପିଅନ୍ତୁ। ନମ୍ବର 3, ଭୁଲି ଯାଆନ୍ତୁ। ଆପଣଙ୍କର ବୁଦ୍ଧି ଓ ଅନ୍ୟମାନଙ୍କର ମନ୍ଦକୁ ଭୁଲି ଯାଆନ୍ତୁ। ନମ୍ବର 4, ଏହା କରନ୍ତୁ। ଆସିବାର ମାନ, ଯିବାର ସମ୍ମାନ। ନମ୍ବର 5, ଆଣନ୍ତୁ। ଘରକୁ ସେତିକି ଆଣନ୍ତୁ ଯେତିକି ଦରକାର। ନମ୍ବର 6, ଖାଆନ୍ତୁ। ଭାତ, ଡାଲି, ତରକାରୀ ଖାଆନ୍ତୁ ଆପଣ ଯେତିକି ରୋଜଗାର କରିଥାନ୍ତି। ନମ୍ବର 7, ମନେ ରଖନ୍ତୁ। ଯାହାର ଋଣ ଆଣିଛନ୍ତି ପ୍ରତିଶୋଧ କରିବା ଏବଂ ଅସୁସ୍ଥତା ଦୂରେଇ ଦେବା। ନମ୍ବର 8, କୁହନ୍ତୁ। ଜିଭକୁ ଟିକେ ସମ୍ଭାଳିକି ଟିକେ ଜାଣିଶୁଣି କୁହନ୍ତୁ। ନମ୍ବର 9, ଯାଆନ୍ତୁ। ଦୁଃଖରେ ଆଗ ଯାଆନ୍ତୁ ଏବଂ ସୁଖରେ ପଛେ ଯାଆନ୍ତୁ। ଏହି 3ଟି ଜିନିଷ କେବେ କିଣାଯାଇପାରେନି। ନମ୍ବର 1, ପରିବାରର ଏକତା। ନମ୍ବର 2, ସତ ସୁରକ୍ଷା। ନମ୍ବର 3, ନିଜର ଶାନ୍ତି। ଏହି 3ଟି ଜିନିଷକୁ ଉଚିତ ଦୂର ବନେଇକି ରଖନ୍ତୁ। ନମ୍ବର 1, ରାଜା। ନମ୍ବର 2, ସ୍ତ୍ରୀ। ନମ୍ବର 3, ଅଗ୍ନି। ଏହି 3ଟି ଜିନିଷ ମଣିଷ କେବେ ବି ହରାଇ ନଥାଏ। ନମ୍ବର 1, ଶାନ୍ତି। ନମ୍ବର 2, ଆଶା। ନମ୍ବର 3, ସଚ୍ଚୋଟତା। ଏହି 3ଟି ଜିନିଷ ବହୁତ ଅମୂଲ୍ୟ ହୋଇଥାଏ। ନମ୍ବର 1, ବିଶ୍ୱାସ। ନମ୍ବର 2, ପ୍ରେମ। ନମ୍ବର 3, ସଚ୍ଚା ମିତ୍ର। ଏହି 3ଟି ଜିନିଷ କେବେ ସଫଳ ହୋଇନଥାଏ। ସେଥିମଧ୍ୟରୁ ପ୍ରଥମଟି ହେଲା ସ୍ୱପ୍ନ, ଦ୍ୱିତୀୟଟି ହେଲା ଭାଗ୍ୟ, ତୃତୀୟଟି ହେଲା ସଫଳତା। ଏହି 3ଟି ଜିନିଷ ମଣିଷକୁ ନଷ୍ଟ କରିଦିଏ। ପ୍ରଥମଟି ହେଲା ମଦ, ଦ୍ୱିତୀୟଟି ହେଲା କ୍ରୋଧ ଏବଂ ତୃତୀୟଟି ହେଲା ଗର୍ବ। ଏହି 3ଟି ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ। ଏହି ଜିନିଷ 3ଟି ଲୋକଙ୍କ ଠାରୁ ଯେତେ ଦୂରେଇ ରହିଲେ ଭଲ। ପ୍ରଥମଟି ହେଲା ସ୍ୱାର୍ଥପର, ଦ୍ୱିତୀୟଟି ହେଲା ଖରାପ ସାଙ୍ଗ ଓ ତୃତୀୟଟି ହେଲା ନିନ୍ଦା। ଭିଡ଼ିଓଟିକୁ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ। ଯଦି ମୋ ଚ୍ୟାନେଲରେ ଆପଣମାନେ ନୂଆ ତ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁନି। ନମସ୍କାର, ଜୟ ଜଗନ୍ନାଥ।